ମୁଁ ଅପେକ୍ଷା କରିଥିଲି ମତେ କେମିତି କେବେ ଗୋଟେ ଏଇ ପ୍ରକାର ଚରିତ୍ରଟି ମିଳିବ, କାହିଁକିନା ସଂଜୁ ହେଇ ବହୁତ ଥକି ଯାଇଥିଲି। ବହୁତ ଖୁସି ଲାଗୁଛି କାହିଁକିନା ପରିଶ୍ରମ କରିକି ଫିଲ୍ମଟି ଆମେ ବନେଇଥିଲୁ। ପ୍ରଥମ ଜିନିଷ ହେଲା ଏଇ ଫିଲ୍ମର ଆୱାର୍ଡଟି ମୁଁ ଡେଡିକେଟ୍ କରିବି ସମଗ୍ର ଓଡ଼ିଶାବାସୀଙ୍କୁ। ଏ ଆୱାର୍ଡଟି କେବଳ ଆମ ଟିମ୍ର ନୁହେଁ, ଏଇଟା ପ୍ରତ୍ୟେକଟି ଓଡ଼ିଆଙ୍କ ପାଇଁ ଆୱାର୍ଡଟି, ସମଗ୍ର ଓଡ଼ିଶାବାସୀଙ୍କର ଆୱାର୍ଡ। ମୁଁ ଅପେକ୍ଷା କରିଥିଲି ମତେ କେମିତି କେବେ ଗୋଟେ ଏଇ ପ୍ରକାର ଚରିତ୍ରଟି ମିଳିବ, କାହିଁକିନା ସଂଜୁ ହେଇ ବହୁତ ଥକି ଯାଇଥିଲି। ତ ଯେତେବେଳେ ଦେବ ଭାଇ ବିଶାଲ ଭାଇ ମୋ ଘରକୁ ଆସିଲେ, ଦୀପ ଭାଇ ବହୁତ ଖୁସି ହେଲି ଯେ ଏମିତି ଗୋଟେ କ୍ୟାରେକ୍ଟରଟି ମତେ ମିଳିଲା। ଆଉ ଆଇ ୱାଜ୍ ରିଏଲି ହ୍ୟାପି। ଯେମିତି ପ୍ରଡ୍ୟୁସର, ଏମିତି ଡିରେକ୍ଟର, ଏମିତି ସବଜେକ୍ଟ ନେଇକି ଆସୁଛନ୍ତି, ସାଙ୍ଗେ ସାଙ୍ଗେ ମୁଁ ହଁ କହିଲି 5 ମିନିଟ୍। 2 ଘଣ୍ଟାର ସିନେମାଟା ଏବେ ବି ପ୍ରି ପ୍ରଡକ୍ସନରେ ଅଛି। ସେଇ ସିନେମାଟା ବି ଭଲ ସିନେମା ଥିଲା, କିନ୍ତୁ ଯୋଉ 5 ମିନିଟ୍ର ସିନେମାଟା ଥିଲା ସେମାନେ କହିଲେ ଯେ ଡକୁମେଣ୍ଟାରୀ କରିବେ, ସିନେମା କରିବେ ବୋଲି ମତେ କହିନଥିଲେ। ସେମାନେ କହିଲେ ଯେ ଆମେ ଏଇଟା ଡକୁମେଣ୍ଟାରୀ କରିବୁ, ଏଇଟା ଆମେ ରିଲିଜ କରିବୁନି ଥିଏଟରରେ, କାହିଁକିନା ଏଇଟା ବହୁତ ରିସ୍କି ସବଜେକ୍ଟ, ଏଇଟା ମେ ବି ସକ୍ସେସଫୁଲ ହବ ନ ହବ, ଏଥିରେ ହିରୋଇନ ନାହାନ୍ତି, ଏଥିରେ ଗୀତ ଆମେ ରଖିବୁନି, ଆଉ ଏଇଟା ଆପଣଙ୍କର 10 ଦିନ ଅଛି, ଆଉ 5 ଦିନ ଆମେ ବାହାର ଅନ୍ୟମାନଙ୍କର ଆର୍ଟିଷ୍ଟ ମାନଙ୍କ ସୁଟ୍ କରିବୁ। ସେଇଥିପାଇଁ ମୁଁ କହିଲି ଠିକ୍ ଅଛି 10 ଦିନ ମୋର କର, କରୋନା ଟାଇମଟା ଏମିତି ବି ମୁଁ ଘରେ ବୋର ହଉଛି, ସୁଟ୍ କରିଦିଅ। ଆଉ କୋରାପୁଟ ମାଲକାନଗିରି ସୁଟିଂ ଲୋକେସନ ଥିଲା, ମୁଁ ଗଲି ସୁଟ୍ କରିକି ଆସିଲି। ଯେତେବେଳେ ଫିଲ୍ମର ଆଉଟପୁଟ୍ ସେମାନେ ଦେଖିଲେ, ତାପରେ ଡିସାଇଡ୍ କଲେ ଯେ ଥିଏଟରରେ ରିଲିଜ କରିବେ। ସୁନାବେଡାର ଲୋକ କେତେ ସାହାଯ୍ୟ କରିଥିଲେ? ବହୁତ ଭଲ ଲୋକ, ବହୁତ କୋଅପରେଟିଭ ଲୋକ। ଖାଲି ସୁନାବେଡା ନୁହେଁ, କୋରାପୁଟ ଲୋକ ଆଉ ସେଠିକା ଲୋକାଲ ଆର୍ଟିଷ୍ଟ ମାନେ ସେଠି କାମ କରିଥିଲେ। ଇଣ୍ଟରେଷ୍ଟିଂ ଜିନିଷ, ମୁଁ ଡାଇଲଗ ଭୁଲିଯାଏ, ସେମାନେ ମତେ ଡାଇଲଗ ମନେ ପକେଇ କୁହନ୍ତି ସାର୍ ଆପଣଙ୍କ ଡାଇଲଗ ଏଇଆ ଥିଲା। ତ ଥିଏଟର ଆର୍ଟିଷ୍ଟ ସେଠିକାର ଏତେ ଟ୍ରେମେଣ୍ଡସ୍ ଆକ୍ଟର୍ସ ମାନେ ବେଳେ ବେଳେ ଭାବେ ଯେ ଆମେ କାହିଁକି ଆମ ଓଡ଼ିଆ ସିନେମାରେ ସେଠିକା ଆର୍ଟିଷ୍ଟ ନେଇକି କାମ କରୁନୁ ବୋଲି। ଆପଣ ପ୍ରଡ୍ୟୁସର ମଧ୍ୟ, ଯଦି ସମୟ ମିଳେ ସେଇ ଲୋକମାନଙ୍କୁ ନେଇକି ଆଉ କିଛି ଭଲ ଫିଲ୍ମ ଏଇଭଳିଆ ତିଆରି କରିବାକୁ ପ୍ରୟାସ କରିବେ? ନିଶ୍ଚୟ। ମୁଁ ତ ଡମ୍ବରୁ ଭାଇ ଯିଏ ଦମନରେ କରିଥିଲେ, ମୋ ପାୱାରରେ ନେଇକି ତାଙ୍କ ସାଙ୍ଗେ କାମ କଲି। ଆଉ ପାୱାରରେ ମଧ୍ୟ କୋରାପୁଟର ବହୁତ ଆକ୍ଟର୍ସ ମାନେ କାମ କରିଛନ୍ତି, ମିଲନ ଭାଇ ହୁଅନ୍ତୁ, ବହୁତ ଆକ୍ଟର୍ସ ମାନେ କାମ କରିଛନ୍ତି ସେଠିକା ଲୋକାଲ ଆର୍ଟିଷ୍ଟ ମାନେ।